ଆଜିର ଟପିକ୍ ଦୁନିଆ ଗୋଲ। ଦୁନିଆ ଗୋଲ କେମିତି? ମନେ କରନ୍ତୁ ଆଜି ଆପଣ କାହା ବିରୁଦ୍ଧରେ କିଛି କହିଲେ କି କାହାକୁ ଫସେଇ ଦେଲେ କି ଖରାପ କଥା କିଛି କଲେ କାହା ବିଷୟରେ, ଠିକ୍ ଅଛି। ଯାହା ବିଷୟରେ ଖରାପ କଥା କଲେ କି ଯାହା ବିରୁଦ୍ଧରେ କହିଲେ, ସେଇ କିଛି ସମୟ ପାଇଁ ଆପଣ ଖୁସିରେ ପାଇବେ କି ଆପଣଙ୍କୁ ଆତ୍ମତୃପ୍ତି ମିଳିବ ଯେ ହଁ ମୁଁ ତା ବିଷୟରେ ଏଇଟା କଲି, ତା ବିଷୟରେ ସେଇଟା କଲି, ତା ବିରୁଦ୍ଧରେ ଏଇଟା କଲି। କିନ୍ତୁ ମନେ ରଖନ୍ତୁ ଏମିତି ଗୋଟେ ଦିନ ଆସିବ, ସିଏ ଘୁରି ପୁରି ପୁଣି ଆପଣଙ୍କ ପାଖକୁ ଆସିବ। ଏକ୍ଜାକ୍ଟ ସେଇ କଥା ଆପଣ କାହା ବିଷୟରେ କହିଥିବେ, ଆପଣଙ୍କ କଥା ଆଉ କିଏ କହିବ। ଆପଣ କାହା ବିରୁଦ୍ଧରେ କାମ କରିଥିବେ, ଆପଣଙ୍କ ବିରୁଦ୍ଧରେ ଆଉ କିଏ କାମ କରିବ। ଯାହା ଆପଣ କରିଥିବେ ଏକ୍ଜାକ୍ଟ ସେମ୍ ରିଟର୍ନ ପାଇବେ ଆପଣ। ବହୁତ ଅଳ୍ପ କିଛି ଦିନ ଭିତରେ, ବେଶୀ ଦିନ ବି ଗ୍ୟାପ୍ ରହିବନି, ଅଳ୍ପ କିଛି ଦିନ ଭିତରେ ଆପଣ ରିଟର୍ନ ପାଇବେ। ସୋ ଭଗବାନ ଜଣେ ଲୋକ ଅଛନ୍ତି କେବେ କାହାକୁ କ୍ଷମା ଦିଅନ୍ତିନି। ଭାଇ ତମେ ଯଦି ଭୁଲ କରିଛ ତମେ ଦଣ୍ଡ ପାଇବ, ଆଉ ତମେ ଯଦି ଭୁଲ ନ କରିଛ ତମେ କେବେ ବି ଦଣ୍ଡ ପାଇବନି। ସେ ଯେପଟେ ହଉ ଆପଣଙ୍କୁ ରକ୍ଷା କରିଦେବେ। କେବେ ବି କାହା ବିରୁଦ୍ଧରେ କାହା ବିଷୟରେ କିଛି କରନ୍ତୁନି, କିଛି କୁହନ୍ତୁନି। ଯଦି ସେ ଲୋକ ଆପଣଙ୍କୁ ଭଲ ଲାଗିଲା ଆପଣ ତା ସହିତ ସମ୍ପର୍କ ରଖନ୍ତୁ, ଯଦି ସେ ଲୋକ ଆପଣଙ୍କୁ ଭଲ ଲାଗୁନି ଆପଣ ସାଇଡ୍ ହେଇଯାଆନ୍ତୁ, ସେଇଟା ବେଷ୍ଟ। ଏବଂ ଯଦି ଆମେ ପାରିବା, ଭଗବାନ ଆମକୁ ମଣିଷ ଜୀବନ ଦେଇଛନ୍ତି, ଯଦି ଆମେ ପାରିବା କିଛି ଭଲ କରିବା କାହା ପାଇଁ, କାହା ବିରୁଦ୍ଧରେ କିଛି କହିବାନି। ଯଦି ପାରୁଛେ ଭଲ କରିବା, ଯଦି ନ ପାରୁଛେ ସେଇ ଜାଗାରେ ଚୁପ୍ ରହିବା। ସେଇଟା ହେଉଛି ସବୁଠୁ ଭଲ। ଭଗବାନ ଆପଣଙ୍କ ସାଥ ଦେବେ। କେହି କାହା ବିରୁଦ୍ଧରେ କିଛି କରନ୍ତୁନି କି କୁହନ୍ତୁନି, ଭଲ କାମ କରନ୍ତୁ।